ଆଣି ନ ପାରିକି ଦଳ ଯଦି ଦୁଇ ଦୁଇ ଥର ଟିକଟ ଦେଇଛି ଆଉ କୋଉ ସୁଖରେ ତାଙ୍କୁ ସାଥ ଦେଇଥାନ୍ତା ଦଳ? ଆଉ କ'ଣ କରିଥିଲେ? ସେ କ'ଣ ଭାରତର ରାଷ୍ଟ୍ରପତି ହେଇଥାନ୍ତେ? ତେଣୁକରି ଦଳ ତାଙ୍କୁ ଯଥେଷ୍ଟ ଉପରକୁ ନେଇଛି। ଯେଉଁ ଉଚ୍ଚତାକୁ ଯେଉଁ ସୋପାନକୁ ଦଳ ତାଙ୍କୁ ନେଇଛି, ଦଳ ପ୍ରତି ଜୀବନର ଶେଷ ମୁହୂର୍ତ୍ତ ଯାଏ ସେ ଆନୁଗତ୍ୟ ପ୍ରକାଶ କରିବା ଉଚିତ ଥିଲା। ଅତୀତ କଥା ଅଲଗା। ଆପଣଙ୍କ ପ୍ରଶ୍ନ ମୁଁ ବୁଝିଛି। ପ୍ରଥମରୁ ସ୍ପଷ୍ଟ କରାହେଇଛି ଏଇଟା ମେଣ୍ଟ ନୁହେଁ, ଏଇଟା ଇସ୍ୟୁ ବେସ୍ଡ ଆଲୋଚନା ଏବଂ ଗୋଟିଏ ନିଷ୍କର୍ଷରେ ପହଞ୍ଚିଥିଲେ ସାମ୍ପ୍ରଦାୟିକ ଦଳ ବିଜେପିରୁ ମୁକ୍ତ କରିବା ପାଇଁ ନିର୍ବାଚନକୁ ଏବଂ ଚତୁର୍ଥ ପ୍ରାର୍ଥୀ ଯଦି ରାଜ୍ୟର ହିତ ଦୃଷ୍ଟିରୁ ଜଣେ ବିଶିଷ୍ଟ ବ୍ୟକ୍ତି ହୁଅନ୍ତି ତାଙ୍କୁ ସମର୍ଥନ କରାଯିବ। କେବଳ ଏହି ପ୍ରସଙ୍ଗରେ ବିଜେଡ଼ିର ସମର୍ଥନ ଲୋଡ଼ା ହେଇଥିଲା ଏବଂ କଂଗ୍ରେସ ମଧ୍ୟ ସମର୍ଥନ ଦେଇଛି। ଏଥିରେ ପୂର୍ବାପର ସମ୍ପର୍କର କୌଣସି ମୂଲ୍ୟ ନାହିଁ। ତାପରେ କଂଗ୍ରେସର ଗୋଟିଏ ବହୁତ ବଡ଼ ନୈତିକ ବିଜୟ ହେଇଛି। ଗୋଟିଏ ଦୃଷ୍ଟିରୁ ରାଜନୈତିକ ସମୀକ୍ଷକ ମାନେ ଜାଣନ୍ତି ବହୁତ ବର୍ଷ ଧରି ବିଜେପି ବିଜେଡ଼ି ନିକଟଥର ଥିଲେ ବୋଲି ଅଭିଯୋଗ ହେଇ ଆସୁଥିଲା। ଲୋକମାନଙ୍କ ମନରେ କ୍ଷୋଭ ମଧ୍ୟ ଥିଲା ଗୋଟିଏ ସାମ୍ପ୍ରଦାୟିକ ଦଳ ସହିତ ବିଜେଡ଼ି କାହିଁକି ମଝି ମଝିରେ ହାତ ମିଳାଉଛି ବୋଲି ଗୋଟିଏ ନୂଆ ରାଜନୈତିକ ସମୀକରଣ କଂଗ୍ରେସ ସୃଷ୍ଟି କରିବାରେ ସଫଳ ହେଲା। ଶ୍ରୀଯୁକ୍ତ ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଗୋଟିଏ ନୂଆ ପଲିଟିକାଲ ନେରେଟିଭ୍ ରାଜ୍ୟରେ ସୃଷ୍ଟି ହେଲା। ଧର୍ମନିରପେକ୍ଷ ଦଳଗୁଡ଼ିକ ଏକାଠି ହେଲେ, ସିପିଏମ୍ର ଏକମାତ୍ର ବିଧାୟକ ମଧ୍ୟ ଆମ ସହିତ ରହିଲେ, ସବୁ ପ୍ରକାର ପ୍ରଲୋଭନକୁ ଏଡ଼ାଇ ଗଲେ, ପ୍ରଶଂସନୀୟ ପଦକ୍ଷେପ ନେଲେ। ଆପଣ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ସେହି ଉକ୍ତିକୁ ମନେ ପକାନ୍ତୁ। ସେ କମନ କ୍ୟାଣ୍ଡିଡେଟ୍ ବୋଲି କହିଲେ। କମନ ବୋଲି କହି ସାରିବା ପରେ ଆଉ ଆଶଙ୍କା କିଛି କରନ୍ତୁ ନାହିଁ। ସେତେବେଳେ ଉଭୟଙ୍କ ମଧ୍ୟରେ ଆଲୋଚନା ହେଇକି ସେ ବିଷୟରେ ଶ୍ରୀଯୁକ୍ତ ଭକ୍ତଚରଣ ଦାସ ସ୍ପଷ୍ଟ କରିସାରିଛନ୍ତି। ଆପଣମାନଙ୍କୁ ସମସ୍ତଙ୍କୁ ଆମେ କିଛି ଦିନ ହେଲା ବାରମ୍ବାର ରାଜ୍ୟସଭା ନିର୍ବାଚନକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଏବଂ ପ୍ରେସ୍ ବ୍ରିଫିଂ ଜରିଆରେ ବିଭିନ୍ନ ସୂଚନା ଏବଂ ବିଭିନ୍ନ ବିବରଣୀ ଦେଇ ଆସିଛୁ। ଆଜି ଯେଉଁଥିପାଇଁ ଆମେ ଆପଣମାନଙ୍କୁ ଡାକିଥିଲୁ ସେ ବିଷୟରେ ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ତଥା ବୌଦ୍ଧର ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁଜିତ କୁମାର ପାଢ଼ୀ ବିସ୍ତୃତ ଭାବରେ କହିସାରିଛନ୍ତି। 3 ଜଣ ବିଧାୟକ ଦଳରୁ ନିଲମ୍ବିତ ହୋଇଛନ୍ତି ଦଳ ବିରୋଧୀ କାର୍ଯ୍ୟ ପାଇଁ ଏବଂ ଆଉ ଜଣେ କଟକ ନଗର କଂଗ୍ରେସର, ଯାହାକୁ ଆମେ ସାଂଗଠନିକ ଜିଲ୍ଲାର ମାନ୍ୟତା ଦେଇଛୁ, ତାର ସଭାନେତ୍ରୀ ସିଏ ଦଳରୁ ବହିଷ୍କୃତ ହୋଇଛନ୍ତି ଦଳ ବିରୋଧୀ କାର୍ଯ୍ୟ ପାଇଁ। ଏଇଠି ଆଉ ଗୋଟେ ସୂଚନା ଆପଣମାନଙ୍କୁ ଦେବା ପାଇଁ ଚାହିଁବି। ଯେଉଁ 3 ଜଣ ବିଧାୟକ ବିଧାୟିକା ନିଲମ୍ବିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ 2 ଜଣ କଂଗ୍ରେସର ସାଂଗଠନିକ ଜିଲ୍ଲାର ସଭାପତି ମଧ୍ୟ ଥିଲେ। ତେଣୁ 2 ଜଣ ସଭାପତି, ଜିଲ୍ଲା ସଭାପତି ନିଲମ୍ବିତ ହୋଇଛନ୍ତି। ଜଣେ ଜିଲ୍ଲା ସଭାପତିଙ୍କୁ ବହିଷ୍କୃତ କରାଯାଇଛି। ଆପଣମାନେ ଜାଣନ୍ତି ରାଜ୍ୟସଭା ନିର୍ବାଚନର ବିଗୁଲ ବାଜିବା ଦିନଠାରୁ ସ୍ୱାର୍ଥ ଦୃଷ୍ଟିରୁ ଯଦି ଜଣେ ବିଶିଷ୍ଟ ଓଡ଼ିଆଙ୍କୁ ପ୍ରାର୍ଥୀ କରୁ ବା ତାଙ୍କୁ ଯଦି କମନ କ୍ୟାଣ୍ଡିଡେଟ୍ ଭାବରେ ଦିଆଯାଏ ତାହେଲେ ସମଭାବାପନ୍ନ ଦଳଗୁଡ଼ିକ ତାଙ୍କୁ ସମର୍ଥନ କରିବାରେ କୌଣସି ଅସୁବିଧା ନାହିଁ। ଏବଂ ସେ ନେଇ ଶ୍ରୀଯୁକ୍ତ ଭକ୍ତଚରଣ ଦାସ ବିଜେଡ଼ି, ଯାହାକି ଅନ୍ୟ ଏକ ଧର୍ମନିରପେକ୍ଷ ଦଳ ବୋଲି ଆମେ ବିଚାର କରୁ, ତାର ରାଜ୍ୟସଭା ତାର ସୁପ୍ରିମୋ ସର୍ବୋଚ୍ଚ ନେତା ତଥା ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ସମୟ ମାଗିଥିଲେ ଏବଂ ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ଜଣେ କମନ କ୍ୟାଣ୍ଡିଡେଟ୍ ଭାବେ ଓଡ଼ିଶାର ଜଣେ ଲବ୍ଧ ପ୍ରତିଷ୍ଠ ଚିକିତ୍ସକ, ସାରା ବିଶ୍ୱରେ ନାଁ କରିଥିବା ୟୁରୋଲୋଜିଷ୍ଟ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ମିଳିତ କମନ କ୍ୟାଣ୍ଡିଡେଟ୍ ସ୍ୱାଧୀନ ଭାବରେ ଦିଆଯାଇଥିଲା। ଏବଂ ସଂଖ୍ୟା ଦୃଷ୍ଟିରୁ ଗଣିତର ଖେଳରେ ଆଉ ପଞ୍ଚମ ପ୍ରାର୍ଥୀଙ୍କର କୌଣସି ଆବଶ୍ୟକତା ନଥିଲା। କିନ୍ତୁ ଯାହାକୁ ଘୋଡ଼ା ବେପାର ବୋଲି କୁହାଯାଉଛି,
ଅନେକଙ୍କର ଭିନ୍ନ ମତ ରହୁଛି। ଘୋଡ଼ା ଭଳି ଗୋଟିଏ ଅତି ସମ୍ମାନାସ୍ପଦ ପ୍ରାଣୀ ସହିତ କାହିଁକି ଦୁର୍ନୀତିଗ୍ରସ୍ତ ଲୋକମାନଙ୍କୁ ତୁଳନା କରାଯାଉଛି ବୋଲି। କିନ୍ତୁ ଘୋଡ଼ା ବେପାରକୁ ଯଦି ଗୋଟିଏ ଫ୍ରେଜ୍ ବୋଲି ଧରାଯାଏ, ସେହି ଅନୁସାରେ ପ୍ରଥମରୁ ହିଁ ଆମେ ଜାଣିଥିଲେ ଘୋଡ଼ା ବେପାର ହେବ। କାହିଁକି 2002ରେ ଯେଉଁ ଉପାୟ ଅବଲମ୍ବନ କରି ରାଜ୍ୟର ଜଣେ ଦୁର୍ନୀତିଗ୍ରସ୍ତ ରାଜନେତା, ଯାହାଙ୍କୁ 3 ବର୍ଷ କାରାଦଣ୍ଡାଦେଶ ହେଇଥିଲା ଦୁର୍ନୀତି ଅଭିଯୋଗରେ, ପରବର୍ତ୍ତୀ ସମୟରେ ସେ କିଛି ରିଲିଫ୍ ପାଇଥିଲେ, ଅର୍ଥାତ୍ ସ୍ଥଗିତାଦେଶ ରହିଥିଲା। କିନ୍ତୁ ଆଗକୁ ମଧ୍ୟ ଡେମୋକ୍ଲିସ୍ ଖଣ୍ଡା ଝୁଲୁଛି। ସେ ହୁଏତ ପୁଣି ଥରେ କନଭିକ୍ଟେଡ୍ ହୋଇପାରନ୍ତି ସର୍ବୋଚ୍ଚ ନ୍ୟାୟାଳୟରେ। ସେହିଭଳି ଜଣେ ପ୍ରାର୍ଥୀଙ୍କୁ ଯେହେତୁ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ଘୋଷଣା କରାଗଲା, ପ୍ରଥମରୁ ହିଁ ଜଳ ଦେଖାଯାଉଥିଲା ଘୋଡ଼ା ବେପାର ହେବ। ଆମେ ଅକ୍ଳାନ୍ତ ପରିଶ୍ରମ କଲୁ। ବିଜେଡ଼ି ଏବଂ କଂଗ୍ରେସ ଉଭୟ ଦଳ ମିଶି ବହୁତ ପରିଶ୍ରମ କଲେ ଏବଂ ସିପିଆଇଏମ୍ ମଧ୍ୟ ଏହି ପ୍ରାର୍ଥୀଙ୍କୁ ସମର୍ଥନ ଦେଲା। 33 ଜଣଙ୍କର ଭୋଟ, ପ୍ରଥମ ପସନ୍ଦ ଭୋଟ ଡାକ୍ତର ଦତ୍ତେଶ୍ୱର ହୋତା ପାଇବା ଉଚିତ ଥିଲା, କିନ୍ତୁ ସେ ପାଇଲେ ନାହିଁ। 23ଟି ଭୋଟ ପାଇଲେ। ସଂଖ୍ୟା ଖେଳରେ ଆମେ ହାରିଲେ ଏଥିପାଇଁ ଯେ ଘୋଡ଼ା ବେପାର ହେଲା। କିଛି ବିଧାୟକ ବିଧାୟିକା ବିକ୍ରି ହୋଇଗଲେ, ନୈତିକତାକୁ ଜଳାଞ୍ଜଳି ଦେଲେ। ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କୁ ଭୋଟ ଦେଇକି ଜିତେଇଥିବା ଭୋଟରମାନଙ୍କୁ, ମତଦାତାମାନଙ୍କୁ କେମିତି ସାମ୍ନା କରିବେ ସେଇଟା ସେମାନେ ବୁଝିବେ। କିନ୍ତୁ ଦଳ ପକ୍ଷରୁ ଆଗକୁ ଆହୁରି ଅଧିକ କାର୍ଯ୍ୟାନୁଷ୍ଠାନ କରାଯିବ। ଏ ବିଷୟରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସ ଗତକାଲି ଗଣମାଧ୍ୟମକୁ ସୂଚନା ମଧ୍ୟ ଦେଇସାରିଛନ୍ତି। କେବଳ ନିଲମ୍ବନ ନୁହେଁ, ପରବର୍ତ୍ତୀ ସମୟରେ ସେମାନଙ୍କୁ ଦଳରୁ ବହିଷ୍କାର କରାଯିବା ନିମନ୍ତେ ମଧ୍ୟ ଏଆଇସିସିର ଅନୁମତି ଲୋଡ଼ାଯାଇଛି। ଏବଂ ଖାଲି ସେତିକି ନୁହେଁ, ସେମାନଙ୍କର ସଭ୍ୟପଦ ମଧ୍ୟ ରଦ୍ଦ ହେବାର ବ୍ୟବସ୍ଥା କରାଯାଉଛି। ଏ ବିଷୟରେ ଯେଉଁ ସାମ୍ବିଧାନିକ ବିଧି ବ୍ୟବସ୍ଥା ରହିଛି, ଆପଣମାନଙ୍କୁ ଶରଦ ଯାଦବଙ୍କର ସଭ୍ୟପଦ କେମିତି ରଦ୍ଦ ହୋଇଥିଲା ସେ ବିଷୟରେ ଶ୍ରୀଯୁକ୍ତ ଦାସ ସୂଚନା ଦେଇସାରିଛନ୍ତି। ମୁଁ ସେଇଟା ପଢ଼ି ଶୁଣେଇ ଦେଉଛି। Under paragraph 21A of the 10th schedule to the Constitution of India, a member of a house belonging to a political party is liable to be disqualified if he or she has voluntarily given up the membership of such political party. It is well settled that the expression voluntarily giving up membership is not limited to a formal resignation and may also be inferred from the conduct, actions and public statements of a member. ଏଇଠି ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ, voluntarily giving up membership has a wider connotation and that even in the absence of a formal resignation, such an inference can be drawn from the conduct of a member. ଏଇଠି ସ୍ପଷ୍ଟ ଲେଖା ହେଇଛି, the tenor and contents of two MLA's reply coupled with their public statements openly opposing the party's decision in the media clearly reflect conduct inconsistent with the discipline and collective decision of the political party on whose ticket he or she was elected. Such conduct attracts the provisions of paragraph 21A of the 10th schedule of the Constitution of India and amounts to voluntarily giving up the membership of the political party. ସ୍ପଷ୍ଟ ଭାବରେ ବିଧାୟକ ବିଧାୟିକା ମାନେ, ସମ୍ପୃକ୍ତ ବିଧାୟକ ବିଧାୟିକା ମାନେ ସେମାନେ ନିଜକୁ ଦଳରୁ ଦୂରେଇ ନେଇଛନ୍ତି। ଯେହେତୁ ସେମାନେ ନୀତିଗତ ଭାବରେ ନିଜକୁ ଦଳରୁ ଦୂରେଇ ନେଇଛନ୍ତି, ଯାହା ମୁଁ ପଢ଼ିକି ଆପଣମାନଙ୍କୁ ସାମ୍ବିଧାନିକ ବ୍ୟବସ୍ଥା ଶୁଣେଇ ଦେଲି, କେବଳ ଜଣେ ଆନୁଷ୍ଠାନିକ ଭାବରେ ଲେଖିକି ମୁଁ ଦଳରୁ ଇସ୍ତଫା ଦେଉଛି ବୋଲି କହିଲେ ସେ ଦଳରୁ ଦୂରେଇ ଗଲା ବୋଲି ସେମିତି କୁହାଯିବ ନାହିଁ। ତାଙ୍କର କାର୍ଯ୍ୟକଳାପରେ, ତାଙ୍କର ମତମନ୍ତବ୍ୟରେ ଏବଂ ତାଙ୍କର ନିଷ୍ପତ୍ତିରେ ସ୍ପଷ୍ଟ ଭାବରେ ଜଳ ଦେଖାଯାଉଛି ଯେ ସେମାନେ ସ୍ୱଇଚ୍ଛାରେ ଦଳରୁ ଦୂରେଇ ଯିବା ପାଇଁ ଚାହିଁଛନ୍ତି। ଯିଏ ବେଙ୍ଗାଲୁରୁରେ କଂଗ୍ରେସର ସର୍ବୋଚ୍ଚ ନେତା
सीपी एआईसीसी रो सभापति श्रीयुक्त मल्लिकार्जुन खड़गे को साक्षात करने गला नहीं, जी कांग्रेस रो सर्वोच्च नेता कांग्रेस सभापति श्रीयुक्त मल्लिकार्जुन खड़गे निष्पत्तिर विरोधाचरण करुच्ची बुझी नेबाक हम सीए दल रे आ रही चाहू नाही। तेणुकरी सांविधानिक व्यवस्था 10 शेड्यूल 21A अनुसार सी दलरू दूरे जाइचंती बोली बुझिबाक पड़िबो। सेइथिपाई दल सभापति गतकाली स्पष्ट कर देइचंती गणमाध्यम सामने मान्यवर बाचस्पति महोदय को ए नहीं अवगत करा जिवो एवं से माने जेहेतु दल रे आउ नाहांती दलरू ओहुरी जिबा पई चाहिचंती सेमानंकु तांकर सदस्य पद रद्द करिबा पई अनुरोध करा जिवो। जदि मान्यवर बाचस्पति महोदया ए विषय रे निष्पत्ति न नियंती तेबे सांविधानिक विधि व्यवस्था रही शरद यादव क्षेत्र में जहाँ होता ताहा ही हम आगको निश्चय आईनगत कार्यानुष्ठान हेबो एवं सेमानकर सभ्य पद रद्द हेबो। एटा तो ना सेमाने सभापति पदरे मध्य तुरंत सेइथिरु सेमाने अब्याहति तांको दिया हेछि। सेमाने आउ संपृक्त जिल्लार सभापति नाहंती, सेमाने निलंबित होइचंती। तेणुकरी दलर कौनसी कार्य आउ सेमाने परिचालना करिवे नाही। नहीं आमे आशंका करूथुलु घोड़ा बेपार पाई बीजेपी तार चेष्टा करिवो। दिलीप रायंकर पुराना अभ्यास अच्छी से चेष्टा करिवे एवं बीजेपी जहां से माने निजको वाशिंग मशीन बोली भावंती तांको जो माने समर्थन करंती से माने जेते दुर्नीतिग्रस्त हेले मध्य सेमानंको सबु मोकद्दमारू छाड़ कर दिया जाए। तेणु से सबु प्रकार प्रलोभन करिवे, डरेइवे, धमकेइवे एवं अर्थर प्रलोभन देखइवे सेटा जଣା थिला। किंतु तथापि शेष पर्यंत कांग्रेस रो विधायक मानक उपरे सभापति भरसा थिला। शेष पर्यंत से चेष्टा मध्य करथिले। जणे विधायक निखोज हो गले। आपण माने तांको जो कैफियत मगा होता कारण दर्शाओ नोटिस से पढ़ी थे स्पष्ट लेखा थिला आपण गत सप्ताहे धरी उभान हो जाइचंती अत्यंत रहस्यमय भाव में। तेणुकरी तांको आम सांगे रखिबा पई शेष पर्यंत चेष्टा कराइतिला। विभिन्न कारण पई से माने रहिले नाही। सर्वप्रथमे मु आपण मानको मो निजर परिचय दउछि कारण मु विशेष भाव आपण सामने केबे सम्मुख को आसी नाही। मु हेली सुजीत पाढ़ी पूर्वतन विधायक एवं वर्तमान अध्यक्ष प्रदेश कांग्रेस कमिटीर श्रृंखला कार्यानुष्ठान कमिटीर अध्यक्ष। आज आपण मानको समस्त को ए सांबादिक सम्मेलन को मु स्वागत करुछि। ए सांबादिक सम्मेलन डाकिबार मुख्य उद्देश्य हला गत काली जेभली भाव रे विधानसभा रे राज्यसभा निर्वाचन रे क्रॉस वोटिंग हला एवं दलीय हुई न मानी विभिन्न भाव विरोधी दल प्रार्थी को भोट देले से संपर्क रे निष्पया जे मोहना विधायक श्री दासरथी गमांग, सानखेमुंडी विधायक श्री रमेश जेना एवं कटक बारवाटी विधायिका सफिया फिरदोस को दल गतकाली तुरंत दलरू से निलंबन तार कारण है से माने दलीय निष्पत्ति को मानिले नहीं। होइब सत्वे से माने प्रदेश कांग्रेस कमिटी सभापति सहित आलोचना करने अवसर में विभिन्न समय विश्वास देते जे से माने कांग्रेस दलर निष्पत्ति सपक्ष से माने छिड़ा हेबे एवं से ही भरसा सभापति थिला। किंतु शेष मुहूर्त जेभली भाव में तांकर मत परिवर्तन कले से संपर्क आपण समस्त अवगत अछंती। तेणु दलर श्रृंखला दृष्टि दल एभली सेमानको निलंबन करने को बाध्य। ता सहित आउ गोटे सूचना देवाई मुझे चाहूँगी जे कटक नगर
ସଭାପତି ଗିରିବାଳ ବେହେରା ଗତ କିଛି ଦିନ ଧରି ଦଳୀୟ କାର୍ଯ୍ୟକୁ ଅବହେଳା କରିବା ସଙ୍ଗେ ସଙ୍ଗେ ସେ ଦଳ ବିରୋଧୀ କାର୍ଯ୍ୟରେ କଟକ ନଗରରେ ଲିପ୍ତ ହୋଇଥିଲେ। ତେଣୁ ତାଙ୍କୁ ମଧ୍ୟ ଆଜି ଦଳର ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରାଗଲା।